ରୀତିଯୁଗର ସମୟସୀମା 1650 ରୁ 1880। ରୀତିର ଅର୍ଥ ବିଶିଷ୍ଟ ପଦରଚନା ବା ପଦ ସଂଗଠନ। ଉପେନ୍ଦ୍ର ଭଞ୍ଜ ଏ ଯୁଗର ସର୍ବଶ୍ରେଷ୍ଠ ବନ୍ଧାଣୀ ଥିଲେ। ରୀତିଯୁଗରେ ଏ ଯୁଗର କବିମାନେ ଥିଲେ ଆଳଙ୍କାରିକ। ତାଙ୍କ ନାମ ଅନୁସାରେ ଏହି ଯୁଗ ଭଞ୍ଜ ଯୁଗ ଭାବରେ ପରିଚିତ। ସେତେବେଳେ ଉପେନ୍ଦ୍ର ଭଞ୍ଜଙ୍କ ସମକାଳୀନ ଉତ୍କଳର ରାଜା ଥିଲେ ଦିବ୍ୟସିଂହ ଦେବ 1693 ରୁ 1720 ଖ୍ରୀଷ୍ଟାବ୍ଦ। ନୀଳକଣ୍ଠ ଭଞ୍ଜ ତାଙ୍କ ପୁତ୍ର ଥିଲେ ଧନଞ୍ଜୟ ଭଞ୍ଜ, ତାଙ୍କ ପୁତ୍ର ଥିଲେ ଉପେନ୍ଦ୍ର ଭଞ୍ଜ। ରୀତିରାତ୍ମା କାବ୍ୟସ୍ୟ ବା ରୀତି ହେଉଛି କାବ୍ୟର ଆତ୍ମା, ଏହାକୁ ଆଚାର୍ଯ୍ୟ ବାମନ କହିଥିଲେ। ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ ଥିଲେ ଆଚାର୍ଯ୍ୟ ବାମନ। ଗୁଣ କାବ୍ୟର ଆତ୍ମା ରୂପେ ବିବେଚିତ। ଗୁଣ ହେଉଛି ରସର ଧର୍ମ। ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବକ୍ତା ହେଉଛନ୍ତି କୁନ୍ତକ।